ଏଠି ବହୁତ ମାନେ ଗୋଟେ ତ ଅଲରେଡି ଜଣେ କହିଦେଇଥିଲେ ବୋଲି ଲୋକ ତାଙ୍କୁ ଗାଳି କଲେ ବୋଲି ଯେ ଲୋକ ଜାଣିପାରିଲେନି ସତ କଣ ମିଛ କଣ ତାଙ୍କୁ ଗାଳି କରି ପକେଇଥିଲେ। କିନ୍ତୁ ସତ ହିଁ ଏଇଆ ଥିଲା, ମୁଁ ବି ସାଇଲେଣ୍ଟ ଥିଲି, ମୁଁ ଚୁପ୍ ଥିଲି। ବଟ୍ ହଁ, ଲୋକଙ୍କୁ ଗୋଟେ ଆକ୍ଟର ଦିଟା ଫେସ୍ ଥାଏ, ଗୋଟେ ଲୋକଙ୍କୁ ଦେଖେଇବା ପାଇଁ, ଗୋଟେ ନିଜର ପର୍ସନାଲ। ଯୋଉ ପର୍ସନାଲଟା ଘରେ ଦେଖାଯାଏ, ବାହାରେ ଲୋକଙ୍କୁ କେବଳ ନିଜର ଆକ୍ଟିଂ ବାଲା ଫେସ୍ ଦେଖାଯାଏ। ଓକେ, ଜଣେ ଗରିବ ଘରରୁ ଷ୍ଟ୍ରଗଲ କରିକି ଆସିକି ଓଡ଼ିଶାରେ ଏତେ ନାଁ କରିଛନ୍ତି, ଆପଣ ତାଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରୁନାହାନ୍ତି ତ? ଦେଖନ୍ତୁ, ବଦନାମ କରିବାର ଯଦି ଥାଆନ୍ତା ନା ଆଜ୍ଞା, ମୁଁ ଯେତେବେଳେ ମୋ ପରିବାର ଲୋକ ପୋଲିସ ଷ୍ଟେସନରେ ଯାଇକି ଏଫଆଇଆର ଦେଲେ, ମୁଁ ଲୁଚିକି ଯାଇକି ଏଫଆଇଆର ଉଠେଇ ନଥାନ୍ତି। ଆଜି ବର୍ଷେ ପରେ ଯଦି ମୁଁ ଆଜି ମୁହଁ ଖୋଲିଛି, ମତେ ସେତିକି ବାଧିଛି ବୋଲି ମୁଁ ମୁହଁ ଖୋଲିଛି। ମତେ ସେତିକି ସମାଧାନର ରାସ୍ତା ମତେ ମିଳିଲାନି। ମତେ ମୁଁ କହି ଥକି ଗଲି, ସମାଧାନ କର, ସମାଧାନ କର, ସମାଧାନ କର। ଆଜ୍ଞା ଲିଙ୍ଗରିଂ କରି ରହିଲେ। ମୁଁ ତାଙ୍କ ବାପାଙ୍କୁ ବି ଫୋନ କରି କହିଛି ମତେ ସମାଧାନ କରିଦିଅ। ତାଙ୍କ ବାପାଙ୍କ ସହିତ କଥା ହେଇକି ମୁଁ ରେକର୍ଡ ବି ରଖିଛି। ମୁଁ ରିକ୍ୱେଷ୍ଟ କରିଛି ମୋର ସମାଧାନ କରିଦିଅ। ମତେ କେତେ ଦିନ ଏମିତି ଝୁଲେଇବେ? ଯେତେବେଳେ ବିଦା କରିଦେଲେ ମତେ କହିଲେ ତୋର 2 ମାସ ଭିତରେ ଆମେ ସବୁ ସର୍ଟ ଆଉଟ୍ କରିଦେବୁ। 2 ମାସ ଆସି ବର୍ଷେ ହେଇଗଲା, କିଛି ସର୍ଟ ଆଉଟ୍ ନାହିଁ। ଯୋଉ 50 ଲକ୍ଷର